ନୀଳମାଧବରୁ ଜଗନ୍ନାଥ। ଇତିମଧ୍ୟରେ ନୀଳକନ୍ଦରରୁ ଫେରିବାର କିଛି ବର୍ଷ ବିତି ଯାଇଥାଏ। ଶବର ନଗରୀରେ ବିଶ୍ୱାବସୁ ଏବଂ ଅବନ୍ତୀରେ ରାଜା ଇନ୍ଦ୍ରଦ୍ୟୁମ୍ନ ପୁଣି ଥରେ ନିଜ ଆରାଧ୍ୟ ପ୍ରଭୁଙ୍କ ଦର୍ଶନ ପାଇବାକୁ ଅପେକ୍ଷା କରି କରି ଅଧୈର୍ଯ୍ୟ ହୋଇ ଉଠୁଥାନ୍ତି। ଏହିପରି ଦିନେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱପ୍ନରେ ଭଗବାନ ନୀଳମାଧବ ଆସନ୍ତି। ପ୍ରଥମ ଥର ନିଜ ଇଷ୍ଟଦେବଙ୍କ ଅଲୌକିକ ନୀଳବର୍ଣ୍ଣୀ ତେଜୋଦୀପ୍ତ ପ୍ରତିମା ଦେଖି ରାଜାଙ୍କ ମନ ଭକ୍ତିରେ ଗଦ୍ଗଦ୍ ହୋଇପଡ଼େ। ନୀଳମାଧବ ଏବେ ରାଜାଙ୍କୁ ସଠିକ୍ ସମୟ ଉପନୀତ ହେବାର ସୂଚନା ଦେଇ କୁହନ୍ତି ଯେ, ହେ ମୋ ପ୍ରିୟ ଇନ୍ଦ୍ରଦ୍ୟୁମ୍ନ, ତୁମେ ପୁନଃ ଉତ୍କଳ ପ୍ରଦେଶ ଯାଅ। ସେଠାରେ ତୁମକୁ ସମୁଦ୍ର ମଧ୍ୟରେ ଭାସମାନ ଅବସ୍ଥାରେ ଗୋଟିଏ ଅଲୌକିକ କାଠଗଣ୍ଡି ମିଳିବ। ସେହି କାଠଗଣ୍ଡିକୁ ପାଣିରୁ ବାହାର କରି ସେଥିରେ ମୋର, ଭ୍ରାତା ବଳରାମଙ୍କର ତଥା ଭଉଣୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିର ନିର୍ମାଣ କରାଅ। ଏତଦ୍‌ବ୍ୟତୀତ ସେହି ମହୋଦଧି କୂଳରେ ଗୋଟିଏ ଦିବ୍ୟ ମନ୍ଦିରର ନିର୍ମାଣ କରାଇ ସେଥିରେ ଏହି ବିଗ୍ରହମାନଙ୍କୁ ବିଧିପୂର୍ବକ ସ୍ଥାପନ କରାଅ। କଳିଯୁଗର ଅନ୍ତ ତଥା କଳ୍କି ଅବତାର ହେବା ଯାଏ ଏହି ନୀଳ ରତ୍ନାକରଙ୍କ ତଟକ୍ଷେତ୍ର ନୀଳାଞ୍ଚଳ ହିଁ ମୋର ଆସ୍ଥାନ ହେବ। ଏହି କାର୍ଯ୍ୟ ତୁମକୁ ମୋର ଆଦ୍ୟ ସେବକ ବିଶ୍ୱାବସୁ ସହ ମିଶିକରି ସମାପନ କରିବାକୁ ହେବ। ସ୍ୱପ୍ନ ଭାଙ୍ଗୁ ଭାଙ୍ଗୁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଳିବିଳେଇ ନିଦରୁ ଉଠିଯାଆନ୍ତି ଏବଂ ପ୍ରଭୁ ନୀଳମାଧବଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ପ୍ରଣାମ କରନ୍ତି। ପରଦିନ ସକାଳୁ ରାଜା ବିଦ୍ୟାପତି ତଥା ଅନ୍ୟ ପାରିଷଦଙ୍କୁ ନେଇ ଉତ୍କଳ ଅଭିମୁଖେ ଯାତ୍ରାରମ୍ଭ କରନ୍ତି। ବିଶ୍ୱାବସୁଙ୍କ ନିକଟରେ ପହଞ୍ଚି ସେ ତାଙ୍କୁ ନିଜ ସ୍ୱପ୍ନ ବିଷୟରେ ଜଣାନ୍ତି ଏବଂ ସେମାନେ ସମସ୍ତେ ମିଶି ସେହି ଅଲୌକିକ କାଠଗଣ୍ଡିର ସନ୍ଧାନ କରିବାକୁ ସମୁଦ୍ର କୂଳକୁ ଚାଲିଯାଆନ୍ତି। କିଛି ସମୟ ଖୋଜିବା ଉତ୍ତାରୁ ଭଗବାନ ନୀଳମାଧବଙ୍କ କଥା ଅନୁରୂପ ଗୋଟିଏ ଦିବ୍ୟ କାଠଗଣ୍ଡି ଭାସମାନ ଅବସ୍ଥାରେ ସେମାନଙ୍କୁ ମିଳେ ଏବଂ ସେମାନେ ତାହାକୁ ପାଣିରୁ ବାହାର କରି ନେଇ ଆସନ୍ତି। ଯେଉଁ ନୀଳାଞ୍ଚଳ ଭୂମିରେ ତାଙ୍କ ଆରାଧ୍ୟ ବିରାଜମାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସେହି ପବିତ୍ର ଭୂମିରେ ନିଜ ଅବଶିଷ୍ଟ ଜୀବନ ବିତାଇବାକୁ ଇନ୍ଦ୍ରଦ୍ୟୁମ୍ନ ନିର୍ଣ୍ଣୟ ନିଅନ୍ତି। ସୁତରାଂ ମନ୍ଦିର ସହ ଏକ ସ୍ୱୟଂ ସମ୍ପୂର୍ଣ୍ଣ ନଗରର ନିର୍ମାଣ କାର୍ଯ୍ୟ ବି ଆରମ୍ଭ କରାଯାଏ। ଯେହେତୁ ନୀଳାଞ୍ଚଳର ଆକାର ଦେଖିବାକୁ ଠିକ୍ ଭଗବାନ ବିଷ୍ଣୁଙ୍କ ପଞ୍ଚଜନ୍ୟ ଶଙ୍ଖ ସଦୃଶ ହୋଇଥିଲା, ସେଥିଲାଗି ଉକ୍ତ ନଗରୀର ନାମ ବି ଶଙ୍ଖକ୍ଷେତ୍ର ହିଁ ରହିଲା। ଏହା ଭିତରେ ଗୋଟିଏ ବଡ଼ ସମସ୍ୟା ରାଜାଙ୍କ ସମ୍ମୁଖରେ ଆସି ଛିଡ଼ା ହୋଇଯାଏ। ମନ୍ଦିର ଓ ନଗରର ନିର୍ମାଣ କାର୍ଯ୍ୟ ତ ବେଶ୍ ସୁରୁଖୁରୁରେ ଚାଲୁଥିଲା, ତେବେ ମୂର୍ତ୍ତି ନିର୍ମାଣର ପ୍ରମୁଖ କାମରେ ବହୁତ ବାଧାବିଘ୍ନ ଆସୁଥାଏ। କାଠଗଣ୍ଡିରେ ମୂର୍ତ୍ତି ତିଆରି ହେବା ତ ଦୂରର କଥା, କୌଣସି ଶିଳ୍ପୀ ସେହି କାଠକୁ ସାମାନ୍ୟ ଚିରି ମଧ୍ୟ ପାରୁନଥାନ୍ତି। ରାଜା ଦେଶ ବିଦେଶରୁ ବହୁ ବଡ଼ ବଡ଼ କାରିଗର ମଗେଇଲେ, କିନ୍ତୁ ସମସ୍ତେ ନିଷ୍ଫଳ। ଶେଷରେ ପରିସ୍ଥିତି ଏହିପରି ହୋଇଗଲା ଯେ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସୁଥିବା ବେଳେ ମୂର୍ତ୍ତି ତିଆରି ଆରମ୍ଭ ମଧ୍ୟ ହୋଇନଥିଲା। ସବୁଦିନ ଏହି କଥାକୁ ନେଇ ଚିନ୍ତିତ ରହୁଥିବା ଇନ୍ଦ୍ରଦ୍ୟୁମ୍ନ ଭଗବାନ ନୀଳମାଧବଙ୍କ ଏହି ପରୀକ୍ଷା ସାମ୍ନାରେ ଦିନକୁ ଦିନ ନିରାଶ ହୋଇପଡ଼ୁଥିଲେ। ଏହିପରି ଦିନେ ଇନ୍ଦ୍ରଦ୍ୟୁମ୍ନ ମୂର୍ତ୍ତି ନିର୍ମାଣ ସମ୍ବନ୍ଧରେ ନିଜ ମନ୍ତ୍ରୀ ପରିଷଦ ସହ ମନ୍ତ୍ରଣା କରୁଥିବା ବେଳେ ରାଜଦରବାରକୁ ଜଣେ ବୁଢ଼ା ବଢ଼େଇର ଆଗମନ ହୁଏ। ଆସିବାର ପ୍ରୟୋଜନ ପଚରାଯିବାରୁ ସେ ରାଜାଙ୍କୁ କହେ କି ସେ ବହୁତ ଦୂରରୁ ଆସିଛି ଏବଂ ସେ ଉକ୍ତ ଦିବ୍ୟ କାଠଗଣ୍ଡିରୁ ମୂର୍ତ୍ତି ନିର୍ମାଣ କରିବାରେ ସମର୍ଥ। ବୁଢ଼ା ଶିଳ୍ପୀର ଏହିପରି କଥା ଶୁଣି ରାଜଦରବାରରେ ହାସ୍ୟରୋଳ ଖେଳିଯାଏ। ଭଲା ଯେଉଁ କାର୍ଯ୍ୟକୁ ଏତେ କୁଶଳୀ କାରିଗରମାନେ ଲାଗିପଡ଼ି କରିପାରୁନାହାନ୍ତି, ତାହାକୁ ଜଣେ ବୁଢ଼ା ବଢ଼େଇ ଯେ ସମ୍ପାଦିତ କରିପାରିବ, ଏହି ଆଶଙ୍କା ସମସ୍ତଙ୍କ ମନ ଭିତରେ ଥିଲା। ତେବେ ଅନ୍ୟ ଉପାୟ ନ ପାଇ ଇନ୍ଦ୍ରଦ୍ୟୁମ୍ନ ତାକୁ ଗୋଟିଏ ଅବସର ପ୍ରଦାନ କରିବାକୁ ନିର୍ଣ୍ଣୟ ନେଲେ। ଧନ୍ୟବାଦ ରାଜନ୍, ତେବେ ମୂର୍ତ୍ତି ନିର୍ମାଣ କରିବାକୁ ମୋର ଗୋଟିଏ ସର୍ତ୍ତ ଅଛି। ବୃଦ୍ଧ ଶିଳ୍ପୀଟି କହିଲା। କି ସର୍ତ୍ତ? ରାଜା ପଚାରିଲେ। ମହାରାଜ, ମୋ ସର୍ତ୍ତ ଏଇଆ ଯେ ମୁଁ ମୂର୍ତ୍ତି ସମୂହର ନିର୍ମାଣ ଗୋଟିଏ ବନ୍ଦ କୋଠରୀ ମଧ୍ୟରେ ସମ୍ପୂର୍ଣ୍ଣ ଏକାନ୍ତରେ କରିବି, ଯାହା ମଧ୍ୟକୁ କି ଅନ୍ୟ କାହାର ବି ପ୍ରବେଶ ବର୍ଜିତ ରହିବ। ଯେତେବେଳ ଯାଏ ଏହି କାମ ସମାପ୍ତ ହୋଇନାହିଁ, କେହି ବି ମୋ କାର୍ଯ୍ୟରେ ବାଧା ଦେବେ ନାହିଁ।
ବଢ଼େଇର ଏହି ଅଦ୍ଭୁତ ସର୍ତ୍ତ ରାଜାଙ୍କ ମନରେ ସାମାନ୍ୟ ସନ୍ଦେହ ଉତ୍ପନ୍ନ କରିଥିଲେ ମଧ୍ୟ ସେ ଶିଳ୍ପୀର ସ୍ୱାଚ୍ଛନ୍ଦ୍ୟ ଅନୁସାରେ ହିଁ ତାକୁ କାମ କରିବାକୁ ସୁଯୋଗ ପ୍ରଦାନ କଲେ। ବଢ଼େଇର କହିବା ଅନୁସାରେ ରାଜା ମୂର୍ତ୍ତିଶାଳାରେ ତାଲା ପକାଇ ଦେଇ ବାହାର ପଟେ ପ୍ରହରୀମାନଙ୍କ ବନ୍ଦୋବସ୍ତ କରିଦେଲେ, ଯେପରିକି କେହି ବି ମୂର୍ତ୍ତିଶାଳାର ଆଖପାଖରେ ବି ଦେଖାଯିବନି। ଏହା ମଧ୍ୟରେ ମୂର୍ତ୍ତି, ମନ୍ଦିର ତଥା ନୂତନ ସହରର ନିର୍ମାଣ କାର୍ଯ୍ୟ ଦେଖିବାକୁ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଏବଂ ବିଦ୍ୟାପତିଙ୍କ ପତ୍ନୀ ଲଳିତା ମଧ୍ୟ ସେଠାକୁ ଆସିଯାଇଥାନ୍ତି। ମୂର୍ତ୍ତି ନିର୍ମାଣର ଏହି ଅଦ୍ଭୁତ ସର୍ତ୍ତ ଶୁଣି ରାଣୀଙ୍କ ମନରେ ବି କୌତୂହଳ ଜାଗ୍ରତ ହୁଏ ଏବଂ ସେ ନିୟମିତ ମୂର୍ତ୍ତିଶାଳା ବାହାରେ କାନ ଡେରି ଭିତରୁ ଆସୁଥିବା ନିହାଣ, ହାତୁଡ଼ି ଆଦିର ଶବ୍ଦ ଶୁଣି ଆମୋଦିତ ହୁଅନ୍ତି। କେବେ କେବେ ତ ରାଜାରାଣୀଙ୍କ ସମେତ ବିଶ୍ୱାବସୁ, ବିଦ୍ୟାପତି ଓ ଲଳିତା ଆଦି ସମସ୍ତେ ଏହି ମୂର୍ତ୍ତି ଗଢ଼ଣର ଧ୍ୱନି ଶୁଣି ପ୍ରସନ୍ନ ହୁଅନ୍ତି। ଏହିପରି 21 ଦିନ ଗଲା ପରେ ହଠାତ୍ ଭିତରୁ ସମସ୍ତ ଶବ୍ଦ ଆସିବା ବନ୍ଦ ହୋଇଯାଏ। ବୋଧହୁଏ ଅନବରତ କାମ କରି କରି ବୃଦ୍ଧ ବଢ଼େଇଟିର ମୃତ୍ୟୁ ହୋଇଯାଇଛି, ଏହା ଚିନ୍ତା କରି ରାଜା ଓ ରାଣୀ ମୂର୍ତ୍ତିଶାଳାର ତାଲାଟିକୁ ଭାଙ୍ଗି ଦିଅନ୍ତି ଏବଂ ଭିତରର ଦୃଶ୍ୟ ଦେଖି ଦୁହେଁ ଆଚମ୍ବିତ ହୋଇ ଉଠନ୍ତି। ମୂର୍ତ୍ତିଶାଳାରେ ସେହି ବୃଦ୍ଧ ବଢ଼େଇର କୌଣସି ଚିହ୍ନ ବର୍ଣ୍ଣ ମଧ୍ୟ ନଥିଲା, ସତେ ଯେପରି ସେ ପବନରେ ମିଳେଇ ଯାଇଥିଲା। ତେବେ ବଢ଼େଇ କୁଆଡ଼େ ଗଲା ଚିନ୍ତା କରୁ କରୁ ରାଜାଙ୍କ ଦୃଷ୍ଟି ଅଧାଗଢ଼ା ମୂର୍ତ୍ତିମାନଙ୍କ ଉପରେ ପଡ଼େ। ନିର୍ମାଣ ପିଣ୍ଡି ଉପରେ ରଖାଯାଇଥିବା ତ୍ରିମୂର୍ତ୍ତିଙ୍କ ହାତଗୁଡ଼ିକ ଅଧା ତିଆରି ହୋଇଥାଏ। ଆଖିଯାକ ବଡ଼ ବଡ଼ ଏବଂ ପୂରା ବୃତ୍ତାକାର ଏବଂ ଗୋଡ଼ ବୋଲି କିଛି ନଥାଏ। ଏହି ତିନି ମୂର୍ତ୍ତି କୌଣସି ବି ପ୍ରକାରେ ନୀଳମାଧବଙ୍କ ରୂପ ପରି ଆଦୌ ହୋଇନଥାଏ, ଯାହାକୁ ଦେଖି ରାଜା ଓ ରାଣୀ ସ୍ତମ୍ଭୀଭୂତ ହୋଇଯାଆନ୍ତି। ସେତେବେଳକୁ ସେଠାକୁ ବିଶ୍ୱାବସୁ, ବିଦ୍ୟାପତି ତଥା ଅନ୍ୟ ମନ୍ତ୍ରୀବର୍ଗ ବି ପହଞ୍ଚି ସାରିଥାନ୍ତି। କେହି ବି ନିଜ ଜୀବନ କାଳରେ କୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କ ଏହିଭଳି ଅଦ୍ଭୁତ ସ୍ୱରୂପ ଦେଖିନଥିଲେ। ତେଣୁ ଆଶ୍ଚର୍ଯ୍ୟଚକିତ ହୋଇ ସେମାନେ ବି ଏହି ତିନି ମୂର୍ତ୍ତିଙ୍କୁ ଅପଲକ ନୟନରେ ଚାହିଁ ରହିଥାନ୍ତି। ହେ କେଶବ, ଇଏ କିପରି ଦ୍ୱିଧା! ଏହି ବିଚିତ୍ର ରୂପ ଧାରଣ କରି ନିଜ ଭକ୍ତର ଏ ପୁଣି କି ପ୍ରକାର ପରୀକ୍ଷା ନେଉଛ ନୀଳମାଧବ? ମୁଁ ଅଜ୍ଞାନୀ ଏହିଥର ବି ନିଜ ଉପରେ ସଂଯମ ରଖିପାରିଲି ନାହିଁ ଏବଂ କବାଟ ଖୋଲିଦେଲି। ହେ ପାଳନକର୍ତ୍ତା, ମୋତେ ଏହି ସନ୍ତାପରୁ ମୁକ୍ତି ଦିଅନ୍ତୁ ମୋତେ ଏହି ସନ୍ତାପରୁ। ଏତିକି କହିସାରି ରାଜା ଇନ୍ଦ୍ରଦ୍ୟୁମ୍ନ ଜୋର ଜୋରରେ କାନ୍ଦିବାକୁ ଲାଗିଲେ। ବିଶ୍ୱାବସୁ ମଧ୍ୟ ପ୍ରଭୁ ନୀଳମାଧବଙ୍କୁ ସ୍ମରଣ କରି ପ୍ରାର୍ଥନା କରିବାକୁ ଲାଗିଲେ। ଠିକ୍ ସେହି ସମୟରେ ତତ୍କ୍ଷଣାତ୍ କେଉଁଆଡ଼ୁ ତୁଳସୀ, ଚନ୍ଦନ ଆଦିର ସୁଗନ୍ଧ ଆସିବାକୁ ଲାଗିଲା। ମୂର୍ତ୍ତିଶାଳାର ବାତାବରଣ ଠିକ୍ ସେହିପରି ହେବାକୁ ଲାଗିଲା ଯେପରିକି କିଛି ବର୍ଷ ତଳେ ବିଶ୍ୱାବସୁ ଏବଂ ବିଦ୍ୟାପତି ନୀଳକନ୍ଦରରେ ଦେଖିଥିଲେ। ଏହାପରେ ଘୋର ଗର୍ଜନ ସହ ପୁଣି ଥରେ ଆକାଶବାଣୀ ହୁଏ, ଶାନ୍ତ ହେଇଯାଅ ଇନ୍ଦ୍ରଦ୍ୟୁମ୍ନ। ମୁଁ କହିଥିଲି ନା ଯେ ସକଳ କାର୍ଯ୍ୟ ମୋ ଦ୍ୱାରା ହିଁ ନିର୍ଦ୍ଧାରିତ ତଥା ମୋ ଦ୍ୱାରା ହିଁ ସମ୍ପାଦିତ। ମୋ ଆସିବା, ମୋ ଯିବା ଏବଂ ମୋ ସ୍ୱରୂପ ମଧ୍ୟ ଯୁଗ ଯୁଗରୁ ମୋ ସ୍ୱରୂପ ବଦଳି ଆସିଛି। ଭକ୍ତଙ୍କ ଉଦ୍ଧାର ଲାଗି ମୁଁ ମୀନ ସାଜିଛି, କଚ୍ଛପ ସାଜିଛି, ବରାହ, ନୃସିଂହ ଏବଂ ପରଶୁରାମ ବି ସାଜିଛି, ରାମ ସାଜିଛି, କୃଷ୍ଣ ସାଜିଛି, ଆଉ ତୁମ ପାଇଁ ନୀଳମାଧବ ବି। ଦ୍ୱାର ତୁମେ ଖୋଲିନାହଁ ଇନ୍ଦ୍ରଦ୍ୟୁମ୍ନ, ବରଂ ମୁଁ ତୁମ ଦ୍ୱାରା ଖୋଲାଇଛି, କାହିଁକି ନା ମୁଁ ଏହି ରୂପରେ ହିଁ ଅବତରିତ ହେବାକୁ ଚାହୁଁଥିଲି। ଆକାଶବାଣୀ ଆଗକୁ କହିଲା, ମୁଁ ଜାଣେ ତମେ ସେହି ବୁଢ଼ା ବଢ଼େଇ ବିଷୟରେ ଚିନ୍ତା କରୁଛ। ସେ ଆଉ କେହି ନୁହେଁ, ସେ ମୋ ପରମ ଭକ୍ତ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା, ଯେ କି ମୋରି ଆଦେଶରେ ହିଁ ମୋ ପ୍ରତିମାକୁ ରୂପ ଦେଇଥିଲା। ଆଜିଠୁ ମୋର ଏହି ରୂପ ପୁରୁଷୋତ୍ତମ ଜଗନ୍ନାଥ ନାମରେ ବିଶ୍ୱବିଦିତ ହେବ। ନିଜର ଏହି ଅଧାଗଢ଼ା ରୂପରେ ହିଁ ପତିତଜନଙ୍କ ଉଦ୍ଧାର କରି ମୁଁ ପତିତପାବନ ବୋଲାଇବି। ଆକାଶବାଣୀ ସମାପ୍ତ ହେଉ ହେଉ ଭକ୍ତି ଭାବରେ ଗଦ୍ଗଦ୍ ରାଜା ଇନ୍ଦ୍ରଦ୍ୟୁମ୍ନ ତିନି ମୂର୍ତ୍ତିଙ୍କୁ ପ୍ରଣାମ କରନ୍ତି